अष्टमध्याय सकटा तृणाबद्ध बद्ध श्री सुखवाच नमयी कृष्णपाद पद्मे मोर जीवन संपदे परीक्ष मुखକୁ ଚାହିଁଲେ ଆନନ୍ଦ ନୟନ ବୁଝିଲେ ବୋଲନ୍ତି କୃତକୃତ ହୋଇ ତୁମ ରାଜନ ମନ ଦେଇ ଗୋପନଗରେ ନର ହରି ମିଳିଲେ ପୁତୁନା ଅସୁରୀ ଦେବଙ୍କ ଭୟ ନିବାରିଲେ ନିଜ ଶରୀରେ ଠାବ ଦେଲେ ଯାହାର ନାହିଁ ମିତ୍ର ଭରି ଚଣ୍ଡାଳ ବ୍ରହ୍ମ ଆଦି କରି ସାଧୁଙ୍କୁ ପାଳି ଦୁଷ୍ଟ ନାଶୀ ଦୟା ସାଗରେ ବ୍ରହ୍ମରାଶି ତାହାର ଯେତେ କର୍ମମାନ ବାଳକ ଚରିତ ବିଧାନ ଶୁଣି ଭଜନ୍ତି ଯେତେ ପ୍ରାଣୀ ତରନ୍ତି ଭବତରଙ୍ଗିଣୀ ମାୟା ମନୁଷ୍ୟ ଅବତାର ଖଣ୍ଡିବେ ଅବନିରଭାର ଆବର କଲେ ଯେତେ ଯେତେ ମୁନି କହ ଦୟା ଚିତେ କହନ୍ତି ସୁଖମୁନି ବଡ଼ ରାଜନ ଶୁଣ ରସ ସାର ଶୁଣ କହିବି ହରି ଗାଥା ଯେତେ ଛାଡ଼ିବ ଭୋଗ ବ୍ୟଥା ଅନ୍ତୁଡ଼ି ଉଠିଆରି ଦିନ ଆସି ମିଳିଲେ ଗୋପୀଜନ ମଙ୍ଗଳ ବାଦ୍ୟନାଦ କରି ସ୍ନାନ କରାଇଲେ ମୁରାରୀ ବ୍ରାହ୍ମଣ ମିଳିଲେ ଥୋକାଏ ଅଶିଷ ଦେଲେ ମାତା ପୁଏ ଆନନ୍ଦ ମନେ ନନ୍ଦରାଏ ଧନ ବସନ ଦାନ ଦିଏ ଗୋପୀ ଆନନ୍ଦେ ଗୀତ ସ୍ୱର ନିଦ୍ରାମୋହିତ ଚକ୍ରଧର ସକଟ ତଳେ ବସ୍ତ୍ର ପାଇ ଯଶୋଦା ଶୁଆଇ ମୁରାରୀ ନିଦ୍ରା କରାଇ ଗୀତ ଗାଇ ଗୋପୀଙ୍କୁ ଦେଲେ ଗବଧାଇ ଅକ୍ଷତ ଦେଲେ ଜଣେ ଜଣେ ପୁତ୍ରଙ୍କୁ କରନ୍ତି କଲ୍ୟାଣ ନିଦ୍ରା ଭାଙ୍ଗନ୍ତି ଭଗବାନ କାନ୍ଦି ଲୋଡ଼ନ୍ତି ମାତା ସ୍ତନ ଗୋଡ଼େ ନ ଶୁଣାଇ ଗୁଆଳି କୃଷ୍ଣ କାନ୍ଦନ୍ତି ପାଦେ ଚାଳି ସକଟେ ବାଜିଲା ପୟର ଶବଦ କଲା ମହାବର ଖସି ପଡ଼ିଲା ଖଞ୍ଜା ଝଡ଼ି ଦେଖି ଚକିତ ଗୋବ ବାଢ଼ି ମଧୁ ତୈଳ ଭୂତ ଭାଣ୍ଡ ଭାଙ୍ଗି ହୋଇଲା ଖଣ୍ଡ ଖଣ୍ଡ ଶବଦ ଶୁଣି ଗୋପୀ ଧାଇଁ ମିଳିଲେ ନନ୍ଦ ଘରେ ଯାଇ ଦେଖିଲେ ଯଶୋଦା କୁମର ପଡ଼ିଛି ସକଟ ତଳର ଆଣି ପୁତ୍ରକୁ କୋଳ କଲେ ଏକକୁ ଆରକେ ଚାହିଁଲେ ଏକି ଆପଦ କାହିଁ ହୋଇ ଏମନ୍ତ ଦେଖିଲା ତ ନାହିଁ ସକଟ ଭାଙ୍ଗିଲା କେମତେ ଶୁଣ ବୁଝ ହୋ ଏହାର ତଦନ୍ତ ଯଶୋଦା ଦେବୀ ଭାଗ୍ୟବନ୍ତ କଲେ ନ ମଲା ତାର ସୁତ ବାଳକ କୁମର ତାହା ଶୁଣି କହନ୍ତି ଆମ୍ଭେ ଅଛୁ ଜାଣି ଯଶୋଦା ସୁତ ପାଦ ଘାତେ ସକଟ ଭାଜିଲା ସୁଗଦେ ଶୁଣି ହସିଲେ ଗୋପବାଳ ପୁଷ୍କର ନ ଜାଣନ୍ତି ବଳ ରୋଦନ କରନ୍ତି ମୁରାରୀ ଯଶୋଦା କୂଳେ ଦେଲେ ନାରୀ କୁଗୃହ ହେବା ମନେ ଚିନ୍ତି ଦୈବଜ୍ଞ ଆଣି କଲେ ଶାନ୍ତି ଶିଶୁକୁ ପିଆଇଲେ ସ୍ତନ ଆନନ୍ଦେ ଯଶୋଦାର ମନ ବ୍ରାହ୍ମଣେ କଲେ ପଞ୍ଚାବନ୍ଧ ଦେଖିଣ ନନ୍ଦ କୃତ ହରସ ହୋଇଦେଲା ଦାନ ଧେନୁ କାଞ୍ଚନ ବସ୍ତ୍ର ସନ୍ତୁଷ୍ଟ ହୋଇ ବିପ୍ରଗଣ କଲ୍ୟାଣ କଲେ ଜଣେ ଜଣେ ଯାହା ବୋଲନ୍ତି ବୃଦ୍ଧମାନ ଅନ୍ୟଥା ନୁହୋଇ ବଚନ କହନ୍ତି ବ୍ୟାସଙ୍କ ନନ୍ଦନ ଏମନ୍ତ ଗଲା କେତେ ଦିନ କଂସର ଆଜ୍ଞାରେ ଦୈତ ଗୋପେ ମିଳିଲେ ତୃଣାବ୍ରତ ତାହା ଜାଣିଲେ ଦଇତାରି ଯଶୋଦା କୋଳେ ଛତେ ଧରି ମନେ ଚିତ୍ତଦି ଚକ୍ରଧର ଆଜ ସଂହରିବି ଅସୁର ଜନନୀ କୋଳେ ହେଲେ ଗରୁ ଜେନେ ଅଚଳ ମହାମେରୁ ଦକ୍ଷିଣେ ଥୋଇଲେ ଅବନି ବିଚାର କଲେ ଭୟଗିନୀ ବାଳୁତ ଏଡ଼େ ଗୁରୁପଣ ନପୁଣ ପଡ଼ଇ କଷଣ ଅବନା ଶୁଆଇ କୁମର କରଇ ବ୍ୟାପାର ବ୍ୟବହାର କଂସର ଆଜ୍ଞା ପରିମାଣେ ଅସୁର ମିଳିଲା ତତ୍କ୍ଷଣେ ଗଗନେ ଘୋରନାଦ କରି ଚକ୍ର ପବନ ରୂପ ଧରି ଦିବସ କଲା ଅନ୍ଧକାର ଭୂମି କମ୍ପିଲା ଥର ଥର ବୃକ୍ଷେ ପଡ଼ିଲେ ମହି ତଳେ ଧୂଳି ଉଡ଼ିଲା ଅନ୍ତରାଳେ ଚକ୍ଷୁ ବୁଝିଲେ ନର ନାରୀ ଅସୁର କୃଷ୍ଣ ନେଲା ହରି କାହିଁ ନ ପାରିବେନି ଘଡ଼ି ଚକ୍ର ପବନେ ଗଲା ଉଡ଼ି ପ୍ରକାଶେ ରବିର କିରଣ ନିର୍ମଳ ଦିଶିଲା ଗଗନ ଘରୁ ବାହାରି ନନ୍ଦରାଣୀ ପୁତ୍ରକୁ ଲୋଡ଼ଇ ରମଣୀ ପୁତ୍ର ନ ଦେଖି ମୁଣ୍ଡ ପୋଡ଼ି ଧାମଇ ପୁଣ ପୁଣ ଲୋଡ଼ି ଘର ବାହାର ପୁର ଲାଗେ ବିକଳ ଲୋଡ଼େ ଚଉଦିଗେ ଖୋଜି ନ ପାଇ ବନ ମାଡ଼ି ତା ଶୁଣି ମିଳିଲେ ଗୁଆଡ଼ି ଖୋଜନ୍ତି ଘରେ ଘରେ ପଶି କାହିଁ ନ ଦେଖି ବ୍ରହ୍ମରାଶି ନ ଦେଖି ପ୍ରଭୁ ଚକ୍ରପାଣି ହୋଇଲେ ନନ୍ଦରାଣୀ ଗୋପୀ ଧୋଇଲେ ବେଗେ ଯାଇ ଦିଅନ୍ତି ମୁଖ ଜଳେ ନେଇ ଘଡ଼ିକେ ହୋଇଲେ ସଚେତ ଉଠି ଲୋଡ଼ନ୍ତି ନିଜ ସୁତ କେଶ ବସନ ସମ୍ଭାଳ ପଡ଼େ ଗୋପୀଙ୍କ ପାଦ ତଳ କେ କହୁ ଯଶୋଦାର ଶୋକ ଗୋପୀଏ ହୋଇଲେ ନିରେକ ବିକଳେ ପଡ଼ନ୍ତି ଧରଣୀ ଗୋପୀ କାନ୍ଦନ୍ତି ତାହା ଶୁଣି ବିକଳ କେ କରିବ ଅନ୍ତ ଗୋପୀ ହୋଇଲେ ମୋହଗତ ତାହା ଜାଣିଲେ ଜଗନ୍ନାଥ ଆକାଶେ ଉଠନ୍ତି ଦୈତ୍ୟ କୃଷ୍ଣ ଚିତନ୍ତି ହୃଦଗତେ ଦୈତ୍ୟ ମରିବ କେମତେ ଦାସ ବତ୍ସଳ ନନ୍ଦବଳା ଧୋଇଲେ ଅସୁରର ଗଳା କଣ୍ଠେ ଲମ୍ବଇ ବନମାଳି ଅସୁର ନ ପାରିଲା ଚଳି
ବ୍ରହ୍ମାଣ୍ଡ କୋଟି କୋଟି ମାଳେ ବସନ୍ତି ଯାଇ ରୁମ ମୂଳେ ଅସୁର ଚଳିବ ବା କାହିଁ ଭାଳଇ ଚଉଦିଗେ ଚାହିଁ ବାଳୁତ କୂଅରେ ଗୋରୁ ପାଇ ପକାଇ ଦେବି ପଡ଼ି ମରୁ ଅସୁର ବିଚାରନ୍ତେ ତହିଁ ତାହା ଜାଣିଲେ ଭାବଗ୍ରାହୀ ଧରି ଅସୁରକୁ ଦୁଇତେ ବେଗେ ଚାପିଲେ ବାମ ହସ୍ତେ ବେନି ଲୋଚନ ଗଲା ଫାଟି ପ୍ରାଣ ଛାଡ଼ିଲା ତାଳୁ ଫାଟି ଶବଦ କଲା ମହାଗର ଶୁଣି କମ୍ପିଲା ତିନିପୁର ଅସୁର କୃଷ୍ଣ ଘେନି କରେ ପିଟିଲେ ଶିଳାର ଉପରେ ଅସୁର ଦେହ ହେଲା ଚୂର୍ଣ୍ଣ ଗୋପୀ ଦେଖିଲେ ଭଗବାନ ଯମର ଘରୁ ଜେନେ ଆସି ଏକ କୁଆରକେ ବସନ୍ତି ଶିଳାରୁ ଫେରି ବନ ମାଡ଼ି ଯଶୋଦା କୂଳେ ଦେଲେ ବାଡ଼ି ଗୋପୀ ଗୋପାଳ ଆଦି ନନ୍ଦନ କୃଷ୍ଣଙ୍କୁ ପାଇନ ଆନନ୍ଦ ଗୋପାଳେ ନନ୍ଦକୁ ଅନାଇ କହନ୍ତି ଭାଗ୍ୟବନ୍ତ ଦୁଇ କାଳର ମୁକ୍ତ ବୁରିଲା ପୁତ୍ରକୁ ଗୋବିନ୍ଦ ରଖିଲା। ଶୀତଳ ଯଶୋଦାର କୂଳ ବିପଦୁ ତରିଲା ତା ବାଳ ଅରିଷ୍ଟି ଦେଖି ନନ୍ଦ ମନେ ଭାଳଇ ମିତ୍ରର ବଚନେ ବେଗେ ପୁତ୍ରକୁ କୋଳେ ଘେନି ଘରେ ମିଳିଲେ ନନ୍ଦରାଣୀ ସୁସ୍ୱର ନାଦେ ଗୀତ ଗାଇ କୃଷ୍ଣର ମୁଖକୁ ଅନାଇ ଦେଖିଲା ଦର୍ପଣ କରାଏ ଭଏ କମ୍ପଇ ଦେବିକାଏ ଆକାଶ ଆଦି ଦିଗପାଳ ଗୃହ ନକ୍ଷତ୍ର ମେଘମାଳ ସପଦ ସିନ୍ଧୁ ଲକ୍ଷେ ଗିରି ନଦୀ କାନନ ଦିଗବାରି ସ୍ଥାବର ଆଦି ସର୍ବ ଜନ୍ତୁ ଏହି ସଂସାରେ ଯେଉ ହେତୁ ଦେଖି ଚକିତ ମନ ଚାହିଁ ହୃଦେ ଚିନ୍ତଇ ଭାବଗ୍ରାହୀ ସବଏ କୃଷ୍ଣକୂଳ ଘେନି ଘରେ ମିଳିଲା ନନ୍ଦରାଣୀ ଆନନ୍ଦ କେ ପାରିବ କହି ଯାହାର ପୁତ୍ର ଭାବଗ୍ରାହୀ ନିଦ୍ରା କରଇ ଋଷିକେଶ କହଇ ଜଗନ୍ନାଥ ଦାସ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ ସଂହିତାଏ ବୈହାସିକା ଦଶମ ସ୍କନ୍ଧେ ଶ୍ରୀକୃଷ୍ଣ ବାଳକ୍ରୀଡ଼ା शकटासुर तृणासुर वध नाम अष्टमोऽध्याय।